ଆରେ ଚଢ଼େଇ, ତୁ ଘରେ ଅଛୁ ନା? ଆଜି କାମକୁ ଯିବୁନି କି? ହଁ ମିଟୁ ଭାଇ, ମୁଁ ଯିବି। ଆଗ ମୋ ଝିଅକୁ ଟିକେ ଖାଇବାକୁ ଏଇ ସ୍କୁଲରେ ଛାଡ଼ି ଦିଏ, ତାପରେ କାମକୁ ଯିବି। ଆଚ୍ଛା ଠିକ୍ ଅଛି, ହେଲେ ବେଶୀ ଡେରି କରିବୁନି, ନହେଲେ ଚିଲ ମାଲିକ ରାଗିଯାଇ ତତେ କାମରୁ ବାହାର କରିଦେବେ। ଏମିତି କହି ମିଟୁ ସେଠାରୁ ଚାଲିଗଲା। ତାପରେ ମା ଚଢ଼େଇ ତା ଝିଅକୁ ଖାଇବା ଆଣିଦେଲା। ଆରେ ମା, ଶୀଘ୍ର ଶୀଘ୍ର ଖାଇବା ଖାଇଦେ, ତତେ ସ୍କୁଲରେ ଛାଡ଼ି ମୁଁ ପୁଣି କାମକୁ ଯିବି। ମା, ମୁଁ ତମର ଆଉ ମିଟୁ ଅଙ୍କଙ୍କର ସବୁ କଥା ଶୁଣିଛି। ଘର ଚଳେଇବା ପାଇଁ ତୁମେ ଅନେକ କଷ୍ଟ କରୁଛ। ମୋ ପାଇଁ ଚିନ୍ତା କରନି ମା, ତୁମେ କାମକୁ ଯାଅ। ମା, ମୁଁ ଖାଇବା ଖାଇ ଏକୁଟିଆ ସ୍କୁଲକୁ ଚାଲିଯିବି। ଆଚ୍ଛା ତେବେରେ ମା, ତୁ ଆଗ ଖାଇବା ଖାଇନି, ତାପରେ ମୁଁ କାମକୁ ଯିବି। ତୁ ଭଲରେ ସ୍କୁଲକୁ ଯିବୁ ଆଉ ମନ ଦେଇ ପାଠ ପଢିବୁ, ଠିକ ଅଛି? ଏମିତି କହି ମା ଚଢ଼େଇ ତା ଝିଅକୁ ଖାଇବା ଖୁଆଇଲା। ତାପରେ ସେ ଶୀଘ୍ର କାମକୁ ଗଲା। ଆରେ ଚଢ଼େଇ, ଆସୁ ଆସୁ ଏତେ ଡେରି କରିଦେଲୁ କାହିଁକି? ମାଲିକ ତୋ ଉପରେ ଅନେକ ରାଗିଛନ୍ତି। କିନ୍ତୁ ମିଟୁ ଭାଇ, ମୁଁ ତ ବେଶୀ ଡେରି କରିନି। ଯେମିତି ମୋ ଝିଅ ଖାଇବା ଖାଇସାରିଲା, ମୁଁ ଶୀଘ୍ର ଏଠାକୁ ଚାଲି ଆସିଲି। ମୁଁ ତ ଅସୁବିଧା କଥା ଜାଣି ଚଢ଼େଇ, କିନ୍ତୁ ଏ ଜମିର ମାଲିକ ଏସବୁ ବୁଝିବେନି। ତାଙ୍କୁ ଠିକ ସମୟରେ କାମ ଦରକାର। ଆଚ୍ଛା ହଉ, ଆଉ କଥା ହେବାନି, ଶୀଘ୍ର ଶୀଘ୍ର କାମ କର, ନହେଲେ କେତେବେଳେ ବି ମାଲିକ ଏଠାକୁ ଆସିଯିବେ। ଏମିତି କଥା ହେଇ ସେମାନେ ଚିଲ ଜମିରେ କାମ ଆରମ୍ଭ କଲେ। ଠିକ ସେହି ସମୟରେ ଚିଲ ସେଠାକୁ ଆସିଲା। କିଏ ରେ, ଜମିଦାର ଘର ବୋହୂ, ଆଜି ଆସୁ ଆସୁ ଏତେ ଡେରି କରିଦେଲୁ କାହିଁକି? ଆଜି ତୁ ଅଧା ଟଙ୍କା ପାଇବୁ। ନା ନା ଚିଲ ଆଜ୍ଞା, ମୋ ଟଙ୍କା କାଟନ୍ତୁନି। ଦରକାର ହେଲେ ମୁଁ ରାତି ଯାଇ କାମ କରିବି, ତଥାପି ମୋ ଟଙ୍କା କାଟନ୍ତୁନି। ଆଚ୍ଛା ଠିକ ଅଛି, ତୁ ଯଦି ଆଜି ରାତି ହେବା ଯାଏ କାମ କରିବୁ, ମୁଁ ତ ଟଙ୍କା କାଟିବିନି। ହଉ ଯା, ଏବେ କାମ କର। ଏମିତି କହି ଚିଲ ସେଠାରୁ ଚାଲିଗଲା। ଚଢ଼େଇ ଆଉ ମିଟୁ ମନ ଦେଇ କାମ କଲେ। ଦେଖୁ ଦେଖୁ ସନ୍ଧ୍ୟା ହେଇଗଲା। ଆରେ ଚଢ଼େଇ, ମୋ କାମ ସମୟ ସରିଗଲା। ମୁଁ ଏବେ ମୋ ପାରିଶ୍ରମିକ ନେଇ ଘରକୁ ଯିବି। ଠିକ ଅଛି ମିଟୁ ଭାଇ, ତୁମେ ଯାଅ, ମୁଁ ଆଉ କିଛି ସମୟ କାମ କରେ, ତାପରେ ଘରକୁ ଯିବି। ତାପରେ ମିଟୁ ସେଠାରୁ ଚାଲିଗଲା। ଚଢ଼େଇ ତା କାମ କଲା। ସେପଟେ ଚଢ଼େଇ ଛୁଆ ଘରକୁ ଫେରି ଦେଖିଲା, ଘରେ ତା ମା ନାହିଁ। ସନ୍ଧ୍ୟା ହେଇଗଲାଣି, ମା ଯାଇ ଘରକୁ ଫେରି ନାହାନ୍ତି। ମୁଁ ଆଉ କିଛି ସମୟ ଅପେକ୍ଷା କରି ଦେଖେ, ନହେଲେ ମୁଁ ମିଟୁ ଅଙ୍କଙ୍କ ଘରକୁ ଯିବି। ଚଢ଼େଇ ଛୁଆ ତା ମାକୁ ଅପେକ୍ଷା କରି ରହିଲା। ସେପଟେ କାମ ସାରି ଚଢ଼େଇ ଚିଲ ପାଖକୁ ଗଲା। ଚିଲ ଆଜ୍ଞା, ମୁଁ ଜମିର ସବୁ କାମ ସାରି ଦେଇଛି, ଏବେ ମୁଁ ଘରକୁ ଯିବି, ମତେ ମୋ ପାରିଶ୍ରମିକ ଦିଅନ୍ତୁ। କିଏ ରେ, ତୁ ଏତେ ଶୀଘ୍ର ଆସିଲୁ ଯେ? ରାତି ହେବାକୁ ତ ଅନେକ ଡେରି ଅଛି। ତୁ ତ କହୁଥିଲୁ ତୁ ରାତି ଯାଏ କାମ କରିବୁ। କିନ୍ତୁ ଚିଲ ଆଜ୍ଞା, ମୁଁ ଯେତିକି ଡେରି କରିଥିଲି ସେତିକି ସମୟ କାମ କରିଦେଇଛି। ଚୁପ୍ କର, ମୋ ସହ ଚାଲ କି ନାଇଁ, ମୁଁ ତତେ ଟଙ୍କା ଦେବିନି। କାଲି ଯଦି ଠିକ ସମୟରେ ଆସିବୁ, ସେତେବେଳେ ଟଙ୍କା ପାଇବୁ। ଏମିତି ଶୁଣି ଚଢ଼େଇ ମନ ଦୁଃଖରେ ନିଜ ଘରକୁ ଫେରିଗଲା। କଣ ମା, ଆଜି କାମରୁ ଆସୁ ଆସୁ ଏତେ ଡେରି କରିଦେଲ ଯେ? ମା ଚଢ଼େଇ ତାର ଝିଅକୁ ସବୁ ଘଟଣା କହିଲା। ଏସବୁ ତୁମେ କଣ କହୁଛ ମା? ଚିଲ ଅଙ୍କଲ ତୁମକୁ ଟଙ୍କା ଦେଲେନି? ଆଜି ରାତି ଆମେ କଣ ଖାଇବା? ଘରେ ତ କିଛି ବି ଖାଇବା ନାହିଁ। ମୋ ଖାତା କଲମ ବି ସରିଯାଇଛି। ମା, ମୁଁ ଯଦି କାଲି ଖାତା କଲମ ନ ନେବି, ଟିଚର ମତେ ବହୁତ ରାଗିବେ। ଚିନ୍ତା କରନି ରେ ମା, ମୁଁ ଏବେ ମିଟୁ ଭାଇଙ୍କ ପାଖରୁ ତୋ ପାଇଁ କିଛି ଖାଇବା ଆଣି ଦେଉଛି। କାଲି କାମ କରି ମୁଁ ତୋ ପାଇଁ ଖାତା କଲମ କିଣିଦେବି। ଏମିତି କହି ମା ଚଢ଼େଇ ଶୀଘ୍ର ମିଟୁ ପାଖକୁ ଗଲା, ଆଉ ତାକୁ ସବୁ କଥା କହି କିଛି ଖାଇବା ମାଗିଲା। ତୁ ଠିକ ସମୟରେ ଆସିଲୁ ଚଢ଼େଇ, ଆଉ ଯଦି ଟିକେ ଡେରି କରିଥାନ୍ତୁ ମତେ ପାଇନଥାନ୍ତୁ। ମୁଁ ଏକ ଜରୁରୀ କାମରେ ବାହାରକୁ ଯାଉଛି, ସକାଳେ ଘରକୁ ଫେରି ଆସିବି। ମୋ ପାଖରେ କିଛି ଖାଇବା ଅଛି, ଏସବୁ ନେଇ ଘରକୁ ଯା। ତୁମକୁ ବହୁତ ବହୁତ ଧନ୍ୟବାଦ ମିଟୁ ଭାଇ, ମୁଁ କାଲି କାମ କରି ତୁମ ଖାଇବାର ଟଙ୍କା ଦେଇଦେବି। ତାପରେ ମା ଚଢ଼େଇ ଖାଇବା ଧରି ତା ଝିଅ ପାଖକୁ ଗଲା, ଆଉ ତାକୁ କିଛି ଖାଇବା ଦେଲା। ସେପଟେ ଆରେ ଆରେ, ରାତି ହେବାକୁ ବସିଲାଣି। ଜଙ୍ଗଲରେ ବୁଲୁ ବୁଲୁ କେତେବେଳେ ରାତି ହେଇଗଲା ମୁଁ ଜାଣିପାରିଲିନି। ଏବେ ତ ମୁଁ ମୋ ଘରକୁ ଫେରି ପାରିବିନି। ରାତି ହେବା ମାତ୍ରେ ପିଶାଚୀ ମାନଙ୍କ ଆତଙ୍କ ବଢିଯାଏ। ଏବେ ଘରକୁ ଗଲେ ମୁଁ ବିପଦରେ ପଡିଯିବି।
ଆଜି ରାତି ମୁଁ ଏ ଜଙ୍ଗଲରେ ରହିଯାଏ। ସକାଳ ହେବା ମାତ୍ରେ ମୁଁ ଏଠୁ ଚାଲିଯିବି। ଆରେ ଏଇ ତ ଆଗରେ ଗୋଟେ ଘର ଦେଖାଯାଉଛି। ଏଇ ଘରର ଆଖପାଖରେ ଆଉ ଘର ନାହିଁ। ଆଜି ରାତି ମୁଁ ଏଇଠି ରହିଯାଏ। କିନ୍ତୁ ଏଇ ରୂପରେ ଗଲେ ତ ଏଇ ଘରେ ରହୁଥିବା ଚଢ଼େଇ ମାନେ ମତେ ଭୟ କରିବେ। ନା ନା, ମୁଁ ଗୋଟେ ରୂପ ବଦଳି ତାଙ୍କ ଘରକୁ ଯାଏ। ଆରେ ଆରେ, ଇଏ କଣ? ଶିଆଳ ଆମ ଘରକୁ କେମିତି ଆସିଲା? ଓହୋ, ଏତେ ଚିତ୍କାର କରନି। ମୁଁ ବିପଦରେ ପଡି ତୁମ ଘରକୁ ଆସିଛି। ଆଜି ରାତି ମୁଁ ତୁମ ଘରେ ରହିବି। ସକାଳେ ଏଠୁ ଚାଲିଯିବି। ତୁମେ ମାନେ ଚାହିଁଲେ ଏ ଘରେ ରହିପାରିବ। ନା ନା ମା, ମୁଁ ଏ ଶିଆଳ ସାଙ୍ଗରେ ଗୋଟେ ଘରେ ରହିପାରିବିନି। ମତେ ଭାରି ଡର ଲାଗୁଛି। ଆଜି ରାତି ଆମେ ବାହାରେ ରହିବା ପଛେ ଏ ଶିଆଳ ସାଙ୍ଗରେ ରହିବାନି। ତୁ ଠିକ କହିଲୁ ରେ ମା। ଶିଆଳକୁ କିଛି ବିଶ୍ୱାସ ନାହିଁ। ଚାଲ ମା, ଆଜି ରାତି ଆମେ ଆଉ ଜଣଙ୍କ ଘରେ ରହିଯିବା। ଯା ହଉ, ଏମାନେ ଏଠୁ ଚାଲିଗଲେ। ମତେ ଏକା ରହିବାକୁ ଭାରି ଭଲ ଲାଗେ। ଲାଗୁଛି ଏଇ ଚଢ଼େଇ ମାନେ ଶିଆଳକୁ ଭୟ କରନ୍ତି। ଏ କଥା ତ ମୁଁ ଆଗରୁ ଜାଣିନଥିଲି। ଚଢ଼େଇ ମାନେ ମୋ ପାଇଁ ଆଜି ବାହାରେ ରହିବେ। ତା ବଦଳରେ ମୁଁ ସେମାନଙ୍କୁ କିଛି ନା କିଛି ଉପହାର ନିଶ୍ଚୟ ଦେବି। ଏମିତି ଶିଆଳ ପୁଣି ଥରେ ପରି ହେଇଗଲା। ଆଉ ସେ ତା ଯାଦୁ ଶକ୍ତିରେ ଚଢ଼େଇର ଘରକୁ ସୁନା ଘର କରିଦେଲା। ତାପରେ ସେ ଆରାମ କଲା। ସେପଟେ ଚଢ଼େଇ ଏ ସବୁ କିଛି ନ ଜାଣି କାଉ ଘରକୁ ଯାଇ ତାକୁ ସାହାଯ୍ୟ ମାଗିଲା। କାଉ ଭାଇ, କାଉ ଭଉଣୀ, ଦୟାକରି ମତେ ଟିକେ ସାହାଯ୍ୟ କର। ଆମ ଘରେ ଶିଆଳ ପଶିଛି। ଆଜି ରାତି ଆମ ମା ଝିଅଙ୍କୁ ତୁମ ଘରେ ଆଶ୍ରୟ ଦେଇଥାଅ। ଓହୋ, ରାତିଟାରେ ଏମିତି ପାଟି କାହିଁକି କରୁଛୁ କହିଲୁ ଚଢ଼େଇ? ତୋ ଘରେ ଶିଆଳ ପଶିଲା କି ବାଘ ପଶିଲା, ସେଥିରେ ଆମର କଣ ଯାଏ ଆସେ? ଏମିତି କୁହନ୍ତୁନି ଆଣ୍ଟି। ଆମେ ବହୁତ ବିପଦରେ ପଡି ଏଠାକୁ ଆସିଛୁ। ବାହାରେ ବହୁତ ଥଣ୍ଡା ଲାଗୁଛି। ଏତେ ବଡ ଶୀତ ରାତିରେ ଆମେ ବାହାରେ କେମିତି ରହିବୁ କହିଲ? ଆମକୁ ଟିକେ ସାହାଯ୍ୟ କର ଆଣ୍ଟି। ବା ବା, କେତେ ସୁନ୍ଦର କଥା କହୁଛୁ ଚଢ଼େଇ ଛୁଆ। ଏ ସବୁ କଥା ତତେ କିଏ ଶିଖେଇଛି? ନିଶ୍ଚୟ ତ ମା ଶିଖେଇଥିବ। ତମେ ମାନେ ଯାହା କହିଲେ ବି ଆମ ଘରେ ରହିପାରିବନି। ଏବେ ବିରକ୍ତ ନ କରି ଏଠୁ ଚାଲିଯାଅ। କାଉ ମାନେ ଚଢ଼େଇ ମାନଙ୍କୁ ତାଙ୍କ ଘରୁ ବାହାର କରିଦେଲେ। ମନ ଦୁଃଖରେ ଦୁଇ ଚଢ଼େଇ ସେଠାରୁ ଉଡ଼ି ଚାଲିଗଲେ। ସେମାନେ ଯାହା ପାଖକୁ ବି ଗଲେ କେହି ବି ତାଙ୍କୁ ଆଶ୍ରୟ ଦେଲେନି। ମା ମା, ମତେ ଭାରି ଥଣ୍ଡା ଲାଗୁଛି। ମା, ତୁ ମୋ ପାଖକୁ ଆ, ମୁଁ ତତେ ପତ୍ରରେ ଘୋଡେଇ ଦେବି। ଆଜି କଷ୍ଟ କରି ଏ ଶୀତ ରାତି ପାର କରିଦେବାରେ ମା, ସକାଳେ ଆମେ ଆମ ଘରକୁ ଯିବା। ଏମିତି କଷ୍ଟ କରି ଦୁଇ ଚଢ଼େଇ ସେ ଶୀତ ରାତି ପାର କରିଦେଲେ। ସକାଳେ ସେମାନେ ନିଜ ଘରକୁ ଫେରି ଆଶ୍ଚର୍ଯ୍ୟ ହେଇଗଲେ। ଏଇ କଣ ସୁନା ଘର? ମୋ ସାଧାରଣ ଘର ପରିବର୍ତ୍ତେ ଏଠି ସୁନା ଘର ଅଛି। ଏସବୁ କେମିତି ସମ୍ଭବ? ଏସବୁ କିଛି ସେ ଶିଆଳର କାମ ନୁହଁ ତ? ଶିଆଳର କାମ ମାନେ? ସେ ଶିଆଳ ନଥିଲା ବୋଧେ ମା। ସେ ନିଶ୍ଚୟ ଆଉ କେହି ହେଇଥିବ। ଆଉ ସେ ଯାଦୁ ବି ଜାଣିଥିବ। ନହେଲେ ଏମିତି ସାଧାରଣ ଘରକୁ ସୁନା ଘର କିଏ କରିବ? ଚାଲ ନା ମା, ଘର ଭିତରକୁ ଯିବା। ଚଢ଼େଇ ଆଉ ତାର ଝିଅ ଘର ଭିତରକୁ ଯାଇ ଦେଖିଲେ ଘର ଭିତରେ ଅନେକ ସୁନା ଟଙ୍କା ହୀରା ଭର୍ତ୍ତି ହେଇଅଛି। ଏସବୁ ଦେଖି ସେମାନେ ଅନେକ ଖୁସି ହେଇଗଲେ। ଧୀରେ ଧୀରେ ଶିଆଳ ଆଉ ଚଢ଼େଇର ସୁନା ଘର ପାଇବା କଥା ଜଙ୍ଗଲରେ ସମସ୍ତେ ଜାଣିଗଲେ। ଦୁଇ କାଉ ବି ଚଢ଼େଇର ସୁନା ଘର ଦେଖିବାକୁ ଆସିଲେ। ଏଇ କଣ? ଯୋଉ ଚଢ଼େଇକୁ ଆମେ ରାତିରେ ଆଶ୍ରୟ ଦେଲେ ନାହିଁ, ସେଇ ଚଢ଼େଇ ଗୋଟିଏ ରାତିରେ ସୁନା ଘରର ମାଲିକ ହେଇଗଲା। ଆରେ ଶୁଣ ନା, ମତେ ବି ଗୋଟେ ଏମିତି ସୁନା ଘର ଦରକାର। ଆରେ ଆମେ କଣ ଭାବିଦେଲେ ପାଇଯିବା? ତୁ କଣ ଶୁଣିନୁ? ଚଢ଼େଇ ଘରେ ଶିଆଳ ପଶିଲା ପରେ ହିଁ ସେ ଏମିତି ସୁନା ଘର ପାଇଲା। ଆମେ ସେମିତି ଶିଆଳ ପାଇଲା ପରେ ସିନା ସୁନା ଘର ପାଇବା। ଚାଲ ନା, ଆମେ ଜଙ୍ଗଲ ଭିତରେ ଶିଆଳକୁ ଖୋଜିବା। କୋଉଠି ନା କୋଉଠି ଆମେ ଶିଆଳକୁ ପାଇଯିବା। ତାପରେ ସେମାନେ ଦିନ ରାତି ଶିଆଳକୁ ଖୋଜିଲେ। ଅନେକ ଦିନ ଖୋଜିଲା ପରେ ସେମାନେ ଗୋଟେ ଶିଆଳକୁ ପାଇଗଲେ। ଏଇ ତ ଶିଆଳ ମିଳିଗଲା। ଏବେ ଆମେ ବି ସୁନା ଘର ପାଇବୁ। ଶିଆଳ ଆଜ୍ଞା, ଆମ ସାଙ୍ଗରେ ଆମ ଘରକୁ ଚାଲ। ଆଉ ସେଠି ଗୋଟେ ରାତି ରହି ଆମକୁ ଗୋଟେ ସୁନା ଘର ଦିଅ। ହଁ ହଁ, ଆମ ସାଙ୍ଗରେ ଆମ ଘରକୁ ଚାଲ।
ଚଢ଼େଇ ଘରେ ଯେମିତି ଗୋଟେ ରାତି ରହିଲ ଆମ ଘରେ ବି ସେମିତି ଗୋଟେ ରାତି ରୁହ। ଆମେ ତୁମର ଅନେକ ସେବା କରିବୁ। ଆରେ ବାଃ, ଆଜି ତ ନ ଖୋଜି ମତେ ଖାଇବା ମିଳିଗଲା। ତମ ଘରକୁ ଯିବା କଣ ଦରକାର? ଏଇଠି ମୁଁ ତମମାନଙ୍କୁ ଖାଇ ଶେଷ କରିଦେବି। ଯେମିତି ଶିଆଳ ଦୁଇ କାଉଙ୍କୁ ଆକ୍ରମଣ କରିବାକୁ ଆସିଲା, ଭୟରେ ଦୁଇ କାଉ ଶୀଘ୍ର ସେଠାରୁ ଉଡ଼ି ଚାଲିଗଲେ। ସେମାନେ ବୁଝିଗଲେ ସେମାନେ ଭୁଲ ଶିଆଳ ପାଖକୁ ଯାଇଥିଲେ।